1000 लोक को पछर पके मो भाई फास्ट हो संस्कृत मंत्री मो भाई की पुरस्कार देले एटी भाजा पेपर रे तारा ना मारला टीवी रे तारा फोटो दिखाइला चौथा पुरस्कार गोटे पितळ थाली गामुछा बिकिले भी टंका पास हो एटी भाजा पुरस्कार तमे टंका हिसाब करिवो नाइ मो सेटा हम पई कोटिए टंका थरे चिंता कला जेते बेले मंच ऊपर खोद मंत्री को सामने रे मो भाईर नाटा माइकी रे डका होतुमो ओडिशार श्रेष्ठ ढोलिया बादक पुरस्कार पाउचंती मधुपुर गाँवर शंकर नायक आम गाँटार नाटा को रखी संगात एथर आम ढोलिया बाटी को खाली कल पर कल मिल संगात एथर आम रेट आम बढ़े कहवा दी साइड के 50,000 गोटे साइड की 35,000 अजय भाई 35,000 50,000 को अधिक होगा अरे तुम बाटे ओडिशार श्रेष्ठ ढोलिया शंकर नायक अच्छा क्यों शंका तुड़ी अरे मो शंका एत बड़ कम कला पुरस्कार पाइला गाँव ना रखिला तमें जमा से खुशी नुह कौन सेपट को मुहटा बुले गोटे कुले भाया मनटा कर ठिया पुरस्कार बाबद को पुराए टंका मिल गोटे शाढ़ी नहीं आसी अरे से टंका फका किसी मिललानी गोटे कागज मिलला तुम संगा तुणी मु साड़ी पाई रखिनी कौन पाई रखिचुलो मु जानिची तू जानिच ए भाई ये कानून देखाओ चौमा बेड़ी कुनो हैप्पी एनिवर्सरी डे तो द्वारा किछि हबन अरे तो द्वारा किछि हबन कोन हबन मु जा कहत तू से कहबू हला मु जा कहत से कहबू हला तू जा कहबू मु से कह हे भगवान कोन कहबा को कहले तला कह अरे तू तो कहलु मत कहबिलु मु कहल मु जा कहबी तू सेडा कह अच्छा तू कह मु कहबी कह हैप्पी बस एनिवर्सरी डे डे हैप्पी एनिवर्सरी डे संगात एथरा हेला त भाउचा इस माटा रे ना गुडरे संगात एटा कोन गिरे ए संगात तू एडे बोकाना अरे आज दिन तो संगात तुणी मते बाई थले तमे भी मोक्ता बाई अरे कोन मन्ना कली की ए अजय भाई आज होची भाई भाउजकर एनिवर्सरी এই পুরস্কার হ্যাঁ এই ঘরে একা বেলকে ଦି ଦିଟା খুশি আচ্ছা এই খুশি রে আমি কিছু গোটে করিবার নাই নিহাতি আচ্ছা কোন করিবা কোন করিবা কোন করিবা আরে কোন করিবা संगात आज गोटे कौन करवा কোন করিবা तमे कोन সেলিব্রেশন আরে রাজা ভাই আসগলা হিপি
ମିଳିଯାଇଛି। ଚାକିରି ମିଳିଗଲା ଆଉ ଦରମା କେତେ? ମାସକୁ 50,000। हे ठाकुरी तुम्हें महान ठाकुरी तुम्हें महान हे भगवान तुम्हें जहाँ करेଛ तुमको केबे भूली परिबिनी केबे भी भूली परिबिनी ଓ ଭଗବାନ କିଛି କରିନାହାନ୍ତି, ଯାହା କରିଛି ମୋରେ ଭାଇ। ଡାକ୍ତର ପୁଅ ଡାକ୍ତରୀ ପଢେ, ଧନୀ ଘରର ପିଲାମାନେ ଡାକ୍ତରୀ ପଢନ୍ତି, ହେଲେ ଭାଇ ତୁ ହଉଛୁ ସୃଷ୍ଟିର ପ୍ରଥମ ଭାଇ, ଯେ ମତେ ଭଲ ବାଡେଇ ବାଡେଇ ଡାକ୍ତର ପଢେଇ ଆଜି ଡାକ୍ତରଟିଏ କରିପାରିଛି। ଏ ସଂଘାତ, ଆରେ ରଜତ ଆମର ଡାକ୍ତର ହେଲା, ଚାକିରି କଲା, ତୋ ଦୁଃଖ ଗଲା ରେ ସଂଘାତ। ତୁ ଆଉ କଣ ଢୋଲ ବଜେଇବୁ? ସେମିତି କଣ କହୁଛ ସଂଗତ ଢୋଲ ଆମ ଦେବତା ଢୋଲ ବଜେଇବା ଆମ ବେଉସା ଆମ କାମ ଆଜି ଖାଇବାକୁ ଖାଇ ପାଇଗଲୁ ବୋଲି ଆମେ ଆମ ଭାତ ହାଣ୍ଡିକି ବୁଲିଯିବୁ ଏଇଟା କଣ କେବେ ସମ୍ଭବ ହେଲାଣି? ମୋର ସଂଗାତ এই শঙ্কর নায়ক পরিবারକୁ ପୋଷିବା ପାଇଁ ତା ଭାଇକି ଡାକ୍ତର କରିବା ପାଇଁ ଯେ ଦୀର୍ଘ 30 ବର୍ଷ ହେଲା ବାହାର ଖାଇ ଖାଇ ଶଙ୍କର ନାୟକର ପରିବାରକୁ ପୋଷି ଆସୁଛି, ସେ ଆମ ପାଇଁ କାଠ ଚମଡ଼ାର ଢୋଲ ନୁହଁରେ ସଂଗାତ, ସେ ମୋ ପାଇଁ ଠାକୁର। ଦୋଷ କରିଛି ଆମ ପାଖରେ ଠିଆ ହେଇଛି, ସେ ଆମ ପାଇଁ ଅଦରକାରୀ ଜିନିଷ ନୁହେଁ, ଅତି ନିଚର ମଣିଷ। ମତେ ତ ଲାଗେ ସିଏ ସେମିତି ମୋ ବଡ ପୁଅ, ତାକୁ ଭୁଲିଯିବା କଥା କେବେ କହିବନି ସଂଗାତ, ତାକୁ ଭୁଲିଯିବା କଥା କେବେ କହିବନି। ହଉ ହେଲା ହେଲା ସଂଘାତୁଣୀ ହେଲା, ମୋ କହିବାଟା ପୁରା ଭୁଲ ହେଇଗଲା। ହଁ ସଂଘାତୁଣୀ, ତମେ ଆଉ ସକେଇ ସକେଇ କାନ୍ଦନି, ମୁଁ ବୁଝିଲ ସଂଘାତୁଣୀ, ତମର ଏ ନାକ କାନ୍ଦରା ଦୋଷଟା ଜମାରୁଛି ପନିପରା। ମୁଁ ଜାଣି ସଂଗାତ ତମ ସଂଗାତୁଣୀ ନାକ କାନ୍ଦୁଣୀ ନ ହେଇଥିଲେ ମୋ ସ୍ତ୍ରୀ କଣ ହେଇଥାନ୍ତା କି? ମାନେ 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 ହଁ। ମାନେ ମୋଠୁ ଶୁଣୁନୁ, ବୁଝିଲୁ ଅଜୟ ଭାଇ, ହଁ। ତୁ କଣ ଜାଣିନୁ କି ଆମ ଭାଇ ଭାଉଜଙ୍କ ଲଭ ଷ୍ଟୋରି? ଆକାଶ ପଚାରୁ ଗୋଟେ। ବୁଝିଲୁ ବୁଝିଲୁ ଅଜୟ ଭାଇ, ଘାସଡି ଦଣ୍ଡ ପାଟିରେ ହଁ। ମୋ ଭାଇ ଢୋଲ ବାଡଉଥିଲା, ଆଉ ସେଇ ଦଣ୍ଡ ପାଟିରେ ମୋ ଭାଉଜ ହିରୋଇନ ପାଠ କରୁଥିଲା। ଗୋଟିଏ ନାଟକରେ ବୁଝିଲୁ, ଗୋଟିଏ ନାଟକରେ ମୋ ଭାଉଜ ଏମିତି ପାଥେଟିକ ରୋଲ କଲା, ଆଉ ଭାଉଜ ଢୋଲ କଣ ବାଡେଇବ? ଆଉ ଢୋଲ କଣ ବାଡେଇବ? ଆ କାନ୍ଦି କାନ୍ଦି ଢୋଲଟାକୁ ଗିଲା କରିଦେ। ଆରେ ଆକାଶ, ହଁ ଆରେ ଗିଲାଟା କଣ କିରେ? ଗିଲା ଝିଅ ଭାଇ ତମେ ଏତେ ତଳେ ଅଛ ନା, ଗିଲା ମାନେ କଣ ଜାଣିନ? ଗିଲା ମାନେ ହଉଛି ଅଦା, ମାନେ ମୋ ଭାଇ କାନ୍ଦି କାନ୍ଦି ଢୋଲଟାକୁ ପୁରା ପୁରା ଅଦା କରିଦେଲେ। ତାପରେ ତ ପ୍ରେମ, କାର ଆଖିରୁ ପ୍ରେମ ହୁଏ, କାର ହସରୁ ପ୍ରେମ ହୁଏ, ହେଲେ ମୋ ଭାଇ ଭାଉଜଙ୍କ ପ୍ରେମ ଲୁହାରୁ। ଏ ବୋଉ ବୋଉ, ସେ ନାଟକର ନାଁଟା କଣ କହିଲୁ? ଏ କହ 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 ନାଇଁ 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 ମତେ ଲାଜ ଲାଗୁଛି, ମୁଁ କହିବିନି। କହ କହ। ନାଇଁ ମତେ ଲାଜ ଲାଗୁଛି, ମୁଁ କହିବିନି। ନାଇଁ, ମୁଁ କହିପାରିବିନି। ଆଏ ଯୋଉ ନାଟକରୁ କାହାଣୀଟା ଆରମ୍ଭ ହେଇଥିଲା, ଆଉ ସେ ନାଟକଟା ଜୀବନ ସାରା କଣ କିଏ ଭୁଲି ପାରିବ? କହିଦଉନ କହିଦିଅ ଏ ନାଟକ ନାଁଟା କଣ? କହିଦଉଛି କଣ? କହିଦଉନୁ। ହଲୋ, ଯୋଉ ନାଟକରେ ତୁ ବଦନାମ ହେଇଥିଲୁ, ମୁଁ ବଦନାମ ହେଇଥିଲି, ନାଟକ ନାଁଟା କହିଦିଏ। କହିଦେ କହିଦେ ଭାଉଜ। କହୁନ ବଦନାମ ହେଲି ତୋରି ପାଇଁ। ସଂଘାତ ସଂଘାତ, ତୁ ଏଇଠି ବଦନାମ ହଉଥା ବୁଝିଲୁ, ମୋର ସିଆଡେ ବହୁତ କାମ। ସଂଘାତ ମୁଁ ଟିକେ ଆସୁଛି, ସନ୍ଧ୍ୟାବେଳକୁ ଟିକେ କ୍ଲବ ଘରେ ଦେଖାହବ, ଗୋଟେ କଲ ବିଷୟରେ ଆମେ କଥା ହବା। ନିଶ୍ଚୟ କଥା ହେବା। ମୁଁ ଆସୁଛି ସଂଘାତ, ପିଲା ନାଇଁ ଆସୁଛି, କଥା ହବା। ଏ ଅଜୟ ଭାଇ ରହୁନୁ, ଭାତ ଖାଇକି ଯିବ। ଆମେ ସେଇଠି କଥାବାର୍ତ୍ତା ହେବା। ରହିଲି।
ଏ ରୂପା କଣ ଖାଲି କ୍ଷୀରରେ ଆଣିବ କ୍ଷୀର ନା ଛେନା ଦଳି ଥିବ? ହଁ ନା ଏ ରୂପା ଚୁଲିରେ ଭାତ ବସିଛି ଚୁଲିଟା ଫୁଙ୍କି ଦବୁ ହେଲା ଜାଣିଛି ଏ ବୋଉ ମୋର ଗୋଟେ କଥା କହିବାର ଅଛି। କଣ କହିବା କଥା କହୁନ ଭାଇ ଅଛନ୍ତି ବୋଲି ଡରୁଛୁ ହଇଅ ତମେ ଟିକେ ଭିତରକୁ ଗଲ ଆଉ ଠିକ ଅଛି ତମେ ମା ପୁଅ କଥାବାର୍ତ୍ତା ହଉଥା ମୁଁ ଆସୁଛି। ତୁ ରହ ତୋର ବି କଥାଟା ଜାଣିବା ଦରକାର। ଆରେ କଥାଟା କହୁନୁ କଥାଟା କଥା ପେଟରେ ଅଧା ତଣ୍ଟିରେ ରଖି କଣ କହୁଛୁ ଯାହା କହିବା କଥା ଖୋଲି କହିଦେବୁ। ହଁ କଣ ତମମାନେ ଆଜିଠାରୁ ତୋ ଭାଇ ଯାଇ ତୋ ପାଖରେ ରହିବେ। ହଁ ଚାକିରି କରିଛୁ ଭଲ ଘରଟିଏ ଭଡ଼ା ନେବୁ ତୋ ଭାଇ ଯାଇ ସେଇଠି ରହିବେ। ଯେତେ ଯାହାରେ ରାମ ଲକ୍ଷ୍ମଣ ଭାଇ ତ ଆଉ ଏ ସୀତା କାହିଁକି ଏଇଠି ପଡ଼ି ରହିବ ମୋ ରାମ ଲକ୍ଷ୍ମଣ ଯୋଉଠି ସୀତା ବି ସେଇଠି। ଆଉ ମୁଁ କୋଉଠି ରହିବି? ହଁ ଆମ ବାଡି ପଟେ ଯୋଉ କଣ୍ଟେଇ କୋଳି ଗଛ ନାହିଁ ହଁ। ତା ମୂଳରେ ମୋ ଢୋଲଟାକୁ ନେଇ ରଖିଦେବୁ ଫୁଲ ଚନ୍ଦନ ଦେଇକି ତାକୁ ପୂଜା କରିବୁ। ଏବେ ଯା ଆରେ କଣ କହିବାର ଅଛି ପରା କହୁନୁ। ଆରେ କହୁନୁ ଆରେ କଣ କହିବା କଥା କହିଦେ। ଆରେ କହୁନୁ ଭାଇ କଣ? ମୁଁ କଣ କହୁଥିଲି କି ଭାଇ ଆରେ କଣ କହିବା କଥା ନାଇଁ ଆରେ କହୁନୁ କଣ କହିବୁ? ରାଜା କଣ ଏମିତି ଥଙ୍ଗ ଥଙ୍ଗ ହଉଛ କଥାଟା ତମେ ନ କହିପାରୁଛ କଥାଟା ମୁଁ କହିଦଉଛି। ତମେ ତମେ କିଏ? ମୋ ପରିଚୟ ତ ମୁଁ ନିଶ୍ଚୟ ଦେବି। ପ୍ରଥମେ ରଜତ କହିପାରୁନଥିବା କଥାଟାକୁ ମୁଁ ଆଗ କହି ସାରେ। ଆରେ କଣ କହିବା ଅଛି କହୁନ କଥା ଭିତରେ କେଟା କାଇଁ ଭର୍ତ୍ତି କରୁଛ କହିଲ। ତମେ ମାନେ ରଜତକୁ ସବୁଦିନ ପାଇଁ ଭୁଲି ଯାଅ। ଚୁপ ହେଇଯାଅ ତମେ। ଏ ଘରକୁ ଆସି ଏତେ ବଡ଼ କଥା କହିବାକୁ ସାହସ କଲୁ କେମିତି? ଏ ରଜତ ରଜତ ଏ ରଜତ ଏ ଘର ଭାଙ୍ଗି ଝିଅଟା କିଏ ବା ତା ନାଁ କଣ? ମନୀଷା ମହାପାତ୍ର ମୋ ଭାବି ସ୍ତ୍ରୀ। ଆସନ୍ତା ସପ୍ତାହରେ ମୁଁ ତାକୁ ବିବାହ କରୁଛି। ଆରେ ବାବାକୁ ଯାଉଛୁ ଏ ରାଜା ଆରେ ମୋ ତ ବଡ଼ ଭାଇରେ ତୋ ବାପା ଇଏ ତ ଭାଉଜ ନୁହଁ ତୋ ବୋଉ ଇଏ ତ ସାନ ଭାଇ ଆଉ ଏଇଟା ଆମ ଗେଲି ଭଉଣୀ ରୂପରେ ଆରେ ଆମେ ମାନେ କେହି ଜାଣିପାରିଲୁନୁ ତୁ ବାହା ହେବାକୁ ବସିଛୁ। ଏ ରାଜା ତୁ ଏମିତି କେମିତି ହେଇଗଲୁ ରେ? ମୋ ଭାଇ ବଦଳି ଯାଇନି ବରଂ ଭାଇ ମାୟା ହରିଣୀ ମାୟାରେ ପରି ସେ ଅଛି ତା ମାନବିକତା ହରାଇ ବସିଛି। ଅମନା ବଦଳେ ବାଟ ଚାଲିଛି ସିଏ। ଏ ଭାଇ ଝିଅଟା ଜମା ଭଲ ନୁହଁ। ଯେତେ ଶୀଘ୍ର ପାରୁଛି ଏଇଟାକୁ ଏଠୁ ବିଦା କରିଦେ ଭାଇ। ଏ ଘର ମୁଁ ଏକା ବିତା ହେବିନି। ରଜତ ମୋ ସହିତ ଏ ଘରୁ ବିତା ହେବେ। ରଜତ ଏମାନଙ୍କ ସହିତ ସବୁ ସମ୍ପର୍କ ତୁଟାଇ ଯାଇ ତମେ ଗାଡ଼ିକୁ ଆସ। କାହିଁକି ନା ମୁଁ ତମକୁ ଗାଡ଼ିରେ ଅପେକ୍ଷା କରିଛି। ଆମକୁ ଆହୁରି ଅନେକ କାର୍ ବାଣ୍ଟିବାକୁ ଅଛି। ମାଇ ଫୁଟ୍ ମୁଁ ଆସୁଛି ଭାଇ ମୁଁ ଆସୁଛି ବୋଉ।
ଭାଇ ଡାଳଟା ଯେତେ ଉପରକୁ ଗଲେ ବି କେବେ ହେଲେ ମୂଳ ଠାରୁ ଅଲଗା ହେଇଯାଏ ନା। ଆଉ ଯୋଉ ଡାଳଟା ମୂଳ ଠାରୁ ଅଲଗା ହେଇଯାଏ ସେଇଟା ସବୁଦିନ ମଲା ଡାଳ ପାଲଟି ଯାଏ। ଏ ଭାଇ ତୋର ଏ ସାନ ଭାଇଟାର ଅନୁରୋଧ, ତୁ ମୂଳ ଠାରୁ ଅଲଗା ହେଇ ମଲା ଡାଳ ପାଲଟି ଯାଏ ନା, ମଲା ଡାଳ ପାଲଟି ଯାଏ ନା। ଆରେ ତମେ ମାନେ ଯେତେ ଯାହା କଲେ ମଧ୍ୟ ମୁଁ ମୋ ନିଷ୍ପତ୍ତି କି କେବେ ବଦଳ ଭାଇ କାହିଁକି ବଦଳେଇ ପାରିବୁନି? କାହିଁକି ନା ଆମ ଜାତିଟା ହଉଛି ଛୋଟ, ତାଙ୍କ ଜାତିଟା ହଉଛି ବଡ। ଭାଇ ହଉଛି ଗୋଟେ ଢୋଲିଆ, ମଣିଷର ବାପା ହଉଛନ୍ତି ଜଣେ ଶିଳ୍ପପତି। ଗୋଟେ ଢୋଲିଆ ଆଉ ଗୋଟେ ଶିଳ୍ପପତି ଭିତରେ ଆକାଶ ପାତଳ ପ୍ରଭେଦ। ଆରେ ସେମାନେ ଯେତେବେଳେ ଜାଣିବେ ଆମ ଜାତିଟା ଛୋଟ, ତାହେଲେ ଏ ବାହାଘରକୁ କେବେ ବି ସ୍ୱୀକୃତି ଦେବେନି। ଆଉ ଯଦି ଏ ବାହାଘର ନ ହୁଏ, ନା ରହିବ ମନୀଷା, ନା ରହିବି ମୁଁ। ଆଜିଠାରୁ ମୁଁ ତମର ସବୁଦିନ ପାଇଁ ସମ୍ପର୍କ କାଟି ଦଉଛି। ଏ ସମ୍ପର୍କ ଦୁନିଆରେ ତମେ ମାନେ ମୋ ପାଇଁ ମରିଗଲ, ମୁଁ ବି ତମ ମାନଙ୍କ ପାଇଁ ମରିଗଲି। ଆସୁଛି ସେଇଟା କିଏ କହୁଛି? ନହେଲେ ବାଟାଇ ବାଟାଇ ତୁ ଗୋଡ଼ ଦିଟାକୁ ମୁଁ ଛୋଟ କରିଦେବି। ଆରେ ପାଟିରେ କହିଦେଲେ ସମ୍ପର୍କଟା ତୁଟି ଯାଇଥିଲେ। ଆମେ ପୁରା ଗୋଟେ ମା ପେଟରୁ ଜନ୍ମ ହେଇଛେ। ଆରେ ତୋର ରକ୍ତ ମୋର ରକ୍ତ ପୁରା ଗୋଟେ ବାପର ରକ୍ତ। ନା ତୁ ମତେ ଭୁଲି ପାରିବୁ, ନା ମୁଁ ତତେ ଭୁଲି ପାରିବି। ଖାଲି ଭୁଲିବାର କଥା କହିଛି ନା ଅଭିନୟ କରୁଛି। ନା ତୁ ମତେ ଭୁଲି ପାରିବୁ, ନା ମୁଁ ତତେ ଭୁଲି ପାରିବି। ସତରେ ମୁଁ ସିନା ଗର୍ଭରେ ଧରି ଜନ୍ମ ଦେଇନି, ହେଲେ ସ୍ନେହ ମମତା ତମରେ କେବେ ଅବହେଳା କରିନି ରେ। କାହିଁକି ରେ? କାହିଁକି ଏ ଦେବତୀ ଅଠରେ ହସ ଦବି ପରିବର୍ତ୍ତେ ତ ଆଖିରେ ତୁ ଲୁହ ଦେଇଦେଲୁ? କି ଅପରାଧ କରିଦେଲି ରେ, କି ଦୋଷ କରିଦେଲି? ଖାଲି ତୁ ନୁହଁ ବୋଉ, ତମେ ମାନେ ସମସ୍ତେ ଅପରାଧ କରିଛ, ସମସ୍ତେ ଅପରାଧ କରିଛ। ଆଉ ତମମାନଙ୍କର ଅପରାଧ ହଉଛି ତମେ ମାନେ ମତେ ଡାକ୍ତର କରିଛ, ଡାକ୍ତର। ଭାଇ ତମର ଡାକ୍ତର ହବ। ଏ ଗାଁରେ ମୋର ଖାତିରେ ପଡିବ। ସମସ୍ତେ କହିବେ ଏ ଶଙ୍କର ନାୟକ ଢୋଲ ବାଟେଇ ତା ଭାଇକି ଡାକ୍ତର କରିଛି। ଏ ଘରଟା ଡାକ୍ତରଖାନା ହେଇଯିବ। ନିତି ସକାଳଠୁ ସଞ୍ଜ ପର୍ଯ୍ୟନ୍ତ ଲୋକମାନେ ଧାଡ଼ି ବାନ୍ତି ଘରକୁ ହେଇକି ଅନେଇଲ। ଆଲୋ ଦାଣ୍ଡ ପିଣ୍ଡାରେ ଚୌକି ଉପରେ ମୁଁ ଗୋଡ଼ ରଖି ବସିଥିବି। ଇଏ ପ୍ରଥମେ ଆସିବ, ମତେ ମୁଣ୍ଡିଆ ମାରିବ। ଉଠିଗଲା। କୁଟା କାଠି ସାଉଟି ବା ଥଣ୍ଟକୁ ବୁଲି ଅଖିଟା ଦୂରକୁ ସତ୍ୟା
যদি বেড়া থান্তা তাহলে সে সর্বপ্রথমে সেই পক্ষী মানুষ ফেরাই আনিବାକୁ চেষ্টা করন্তা ଯୋଉ ପକ୍ଷୀ ମାନେ ସନ୍ଧ୍ୟାକୁ ଫେରି ନଥାଏ ହେଲେ ମୋର ତ ବେଳା ନାହିଁ ତାମାନେ ସିଏ ଗୁଡ଼ା ଆଉ ବର୍ଷାକୁ ଫେରିବନି ହେଲେ କେମିତି ଫେରିବ ସେ ମୋର ବସା ଭାଙ୍ଗି ଚାଲିଗଲା ଗଲା ତ ଗଲା ତା ପାଇଁ କାହିଁକି ବଡ଼ ଦୁଃଖ କରୁଛ କାହିଁକି କାନ୍ଦୁଛ ଜମା ବଡ଼ ଦୁଃଖ କରନି ଜମା କାନ୍ଦନି ଜମା କାନ୍ଦନି ହେଲେ ମୁଁ କ'ଣ ଚେଷ୍ଟା କରୁନି କି ହେଲେ ଆମ ଭରି ଗରିବ ମଣିଷ ଗୁଡ଼ାକ ସମୟର ପାହାର ଖାଇ ଖାଇ ନିଜକୁ ସିନା ଭୁଲେଇ ଦେଉଛି ହେଲେ ଏଠି ପରା ଆଖି ଅବୁଜାକୁ ଲୁହ ଅବୁଜା ବେତଳ ବାଜା ବାଜିଲା ଅଶୁଭର ଲକ୍ଷଣ ଏখানে ତୁ ଜାଣିନୁ ଆମର ଭୁଲ ହେଇଗଲା ବାବୁ ଏଥର ଠିକରେ ବାଜିବ ଆମର ଭୁଲ ହେଇଗଲା ବାବୁ ଲୋକମାନେ ସବୁ ବିରକ୍ତ ହଉଛନ୍ତି ଆରେ ବେତଳ ବାଜା ଶୁଣିଲେ ଲୋକମାନଙ୍କର ଆୟୁଷ କମିଯାଏ ଏখানে ତମମାନଙ୍କର ବୁଝେଇବାକୁ ପଡ଼ିବ ଆଉ ବାବୁ ତୋ ପାଖରେ ଯଦି ଭଲ ଢୋଲିଆ ନଥିଲେ ଆଡଭାନ୍ସ କାହିଁକି ନଉଥିଲୁ ବେ ଆଉ ଭୁଲ ହବନି ବାବୁ ଏଥର ଢୋଲ ଠିକରେ ବାଜିବ ପୁରା ତାଳରେ ବାଜିବ ବାବୁ ପୁରା ତାଳରେ ଆଉ ଭୁଲ ଆଉ ତାଳ ଯଦି ବେତାଳ ହୁଏ ଯେତିକି ଆଡଭାନ୍ସ ନେଇଛୁ ସେତିକି
ଟଙ୍କା ଦେବି ଦେବିନି ତାଳରେ ବଞ୍ଚିବା ଦରକାର। ଆରେ କଣ ହେଇଛି ତୋର? ଆରେ ଢୋଲକୁ କାହିଁକି ତାଳରେ ବଜେଇ ପାରୁନୁ? କଥା କଣ ସଙ୍ଗାତ? ଆରେ କେମିତି ବଜେଇବି ତୁ କହୁନୁ ସଙ୍ଗାତ? ସାନ ଭାଇର ବାହାଘର, ବଡ ଭାଇ ଡୋଲିଆ। ଏ ସଙ୍ଗାତ ତୁ ସତ କହିଲୁ? ଆରେ କଣଟା ଧରିବା ତୁ କଣ ଜାଣିନଥିଲୁ? ଏଇଟା ମୋ ସାନ ଭାଇର ବାହାଘର ବୋଲି ଜାଣିଥିଲି। ଜାଣିଥିଲି ଯଦି ମତେ କହିଲୁନୁ କାହିଁକି ସଙ୍ଗାତ? ସତ କହୁଛି ସଙ୍ଗାତ, ମୁଁ ଯଦି ଆଗରୁ ଜାଣିଥାନ୍ତି ନା ଏ ବାହାରକୁ କେବେ ହେଲେ ଆସିନଥାନ୍ତି। ଆସିନଥିଲେ ତୋ ସାନ ଭାଇର ବାହାଘରଟା ଦେଖିଥାନ୍ତୁ କେମିତି? ଏ ସଙ୍ଗାତ, ଆରେ ଦେଖ ରେ ସଙ୍ଗାତ, ଆରେ ଦେଖ, ଆରେ ବଡ ବେଶରେ ତୋ ରଜନଟା ସିଂହାସନରେ ବସିଛି। ଦେଖ ରେ ସଙ୍ଗାତ। ମୋର ବି ଫଟୋ ଉଠିଥାନ୍ତା। ଆଉ ଦେଖିଲୁ ସଙ୍ଗାତ, କନ୍ୟା ପକ୍ଷରୁ ଶହ ଶହ ଲୋକ ଅଛନ୍ତି, ହେଲେ ମୋର ପକ୍ଷରୁ କେହି ନାହାନ୍ତି ରେ ସଙ୍ଗାତ। ଏକୁଟିଆ ବସିଛି ରେ ସଙ୍ଗାତ। ସେଟା ଗୁରୁରୁ ବସୁଛି ସଙ୍ଗାତ। ଏ ସଙ୍ଗାତ, ଆରେ ମୋର ଇଚ୍ଛା ହଉଛି ତାକୁ ଦୌଡ଼ି ଯାଇ କୁହନ୍ତି, ହେ ରଜ, ଆରେ ତୁ ଏକୁଟିଆ ନୁହେଁ ରେ ରଜ, ତୋ ଭାଇ ଅଛି, ଆରେ ତୋ ବଡ ଭାଇ ଅଛି। ହେ ସଙ୍ଗାତ, ରେ ବେଜିତ କରନ୍ତ ତତେ। ଅନ୍ୟମାନେ କେହି କହିବା ଆଗରୁ ତୋ ଭାଇଟା କୁହନ୍ତା ତୁ ତା ଭାଇ ନୁହ। ଶଙ୍କର ନାୟକ ଡୋଲିଆ କିଏ ମୁଁ ଚିହ୍ନିନି କି ଜାଣିନି। ଏ ସଙ୍ଗାତ, ତାପରେ ସେମାନେ ତତେ ଧକ୍କା ମାରି ବାହାର କରିଦେବେ। ହେ ସଙ୍ଗାତ, ଏଇଟା କଣ ଭଲ? ହେ ସଙ୍ଗାତ, ଆରେ ଏମିତି କାହିଁକି ହେଲା ରେ ସଙ୍ଗାତ? କାହିଁକି ଏମିତି ହେଲା? ଆରେ ତୋ ଭୁଲଟା ହଉଛି ତୋ ମୁଣ୍ଡରୁ ଏ ଯାଏ ଭୂତଟା ଓହ୍ଲାଇନି। ମୁଁ ଭାବୁଛୁ ତୁ ଏ ଜାଗାକୁ ବରର ବଡ ଭାଇ ହିସାବରେ ଆସିଛୁ, କିନ୍ତୁ ଭୁଲି ଯାଉଛୁ ଏ ଘରକୁ ତୁ ଗୋଟେ ଢୋଲିଆ ହିସାବରେ ଢୋଲଟା ବଜେଇବା ପାଇଁ ଆସିଛୁ। ସେଥିପାଇଁ ତୋ ଢୋଲର ତାଳଟା ଜମାରୁ ଠିକରେ ଧରୁନି, ବୁଝିଲୁ? ନାଇଁ ରେ ସଙ୍ଗାତ, ମତେ ଲାଗୁଛି ମୁଁ ଆଉ ଠିକରେ ଢୋଲ ବଜେଇ ପାରିବିନି। ଆରେ କେମିତି ବଜେଇବି ତୁ କହୁନୁ ସଙ୍ଗାତ? ଆରେ ମନ ସ୍ଥିର ଥିଲେ ହାତ ବଲ କରେ, ହାତ ବଲ କରେ, ଢୋଲଟା ଠିକ ବାଜାରେ ବାଜେ। ଏ ସଙ୍ଗାତ, ମୁଁ ଭାବୁଛି ଆଉ ମୁଁ ଢୋଲ ବଜେଇ ପାରିବିନି ସଙ୍ଗାତ, ଜମା ବଜେଇ ପାରିବିନି। ବଜେଇ ପାରିବୁ ସଙ୍ଗାତ। ଆରେ ତୁ ରାମ ନାମା ସାମ ନୁହ, ତୁ ହଉଛୁ ଶଙ୍କର ନାୟକ, ପୁରସ୍କାର ପ୍ରାପ୍ତ ଢୋଲ ବାଜକ। ଏ ସଙ୍ଗାତ, ତୁ ଖାଲି ଭୁଲି ଯା, ଆରେ ଏଠି ତୋ ସାନ ଭାଇର ବାହାଘର ହଉଛି, ଆଉ ତୁ ଖାଲି ପାଶୁରି ଯା, ଇଏ ହଉଛି ତୋ ସାନ ଭାଇ। ତୁ କେବଳ ମନେ ରଖ, ଟଙ୍କା ନେଇ ଢୋଲ ବଜାଉଥିବା ପରିବାର ପୋଷୁଥିବା ତୁ ଗୋଟେ ଢୋଲ ବାଜକ। ଏ ସଙ୍ଗାତ, ଆରେ ଚିନ୍ତା କରି କହ, ଆରେ ଯୋଉ ଭାଇକୁ ନିଜର କରିବା ପାଇଁ ଲୁହ ଲହୁ ଏକାଠି କରିଦେଲୁ, ଆରେ ସିଏ ତ ତୋର ହେଲାନି, ଆଉ ଇଏ ମାଣଖିଆ ଢୋଲ ଯେ ଦୀର୍ଘ 30 ବର୍ଷ କାଳ ତୋ ପରିବାର ପୋଷିବା, ଆଉ ଆଗକୁ ବି ତୋ ପେଟରେ ଦାନା ନବରେ ସଙ୍ଗାତ। ଆରେ ଚିନ୍ତା କରି କହ, ତୁ କାହାର ହବୁ? ଢୋଲର ହବୁ ନା ତୋ ଭାଇର ହବୁ? ସଙ୍ଗାତ, ଢୋଲର ହବୁ ନା ଭାଇର ହବୁ? ସଙ୍ଗାତ, ଢୋଲର ହବୁ ନା ତୋ ଭାଇର ହବୁ? ଆଉ ଚିନ୍ତା କଣ କରୁଛୁ ସଙ୍ଗାତ? ଆରେ ବଜା ବଜା ସଙ୍ଗାତ ବଜା। ଆରେ ଦେଖେଇ ଦେ ତୋ ଢୋଲିଆ ହାତର କମାଲ, ପୁରସ୍କାର ପାଇଥିବା ତୋ ଢୋଲିଆ ହାତର କମାଲ ଦେଖା। ବଜା ବଜା।
ता माना कर दे गला सिना देखले देखले पाखु ढाकिबू कहबे ए भाई ସଙ୍ଗାତ भाई बोले कहबी खुआई दबो ସେଇଥି ପାଇଁ କାଲି କିଛି ଖାଇକି ଆସିନଥିଲି ଭକ୍ତର ମୋ ମୁଣ୍ଡଟା ବୁଲେଇ ହେଲାଣି ସଙ୍ଗାତ ଆରେ ସଙ୍ଗାତ ଆରେ ତୁ କଣ ଭୁଲି ଯାଉଛୁ ଆରେ ଆମେ ପରା ଢୋଲିଆ ସବା ଶେଷରେ ଖାଇବା ଆଉ ସେଇଟା ପୁଣି ଖାଦ୍ୟ ବଳିଲେ ରେ ସଙ୍ଗାତ ସଙ୍ଗାତ ଏଇ ନିଅ ମୁଁ ତମ ପାଇଁ ଖାଇବା ନେଇ ଆସିଛି ତୁ ଏଠି କାହିଁକି ଆସିଛୁ କେମିତି ମାନେ ଆସିଛି ମୋ ବଡ଼ ପୁଅ ରଜତର ବାହାବେଶ ଟିକେ ଦେଖିବାକୁ ଆଲେ ଏଇ ମଣ୍ଡପରେ ଆମର ଅଚତର ବାହାଘର ବୋଲି ତୁ କେମିତି ଜାଣିଲୁ କେମିତି ମାନେ ହଁ। ଏଇ ବାହାଘର କାର୍ଡରୁ ହଁ ସେଦିନ ରଜତ ଘର ଛାଡି ଆସିଲା ବେଳେ ଏଇ ବାହାଘର କାର୍ଡଟା ପକେଇ ଦେଇ ଆସିଥିଲା ସେଇଠୁ ଜାଣିଲି ଆଉ ଏଠି ଆସି ଦେଖେ ତମେ କେତେ ଚାଲା ମତେ ନ ଜଣେଇ ସିଧା ସିଧା ଦେଖି ଆସିଛ ଭାଇର ବାହାବେଶ ଦେଖିବା ମୁଁ ଜାଣିନଥିଲି ସଙ୍ଗାତ ଜାଣିଥିଲା ହେଲେ ମତେ କହିନଥିଲା ଓ ହେଲା ଚାଲ ଏଇଠି ବସି ଖାଇଦିଅ ନିଅ ଆଲୋ ସତ୍ୟା ତୁ ହଁ ଏ ଖାଇବା କୋଉଠୁ ଆଣିଲି ସେଇ କଥା ଏ ପଚାରୁଛ ଭିଡ ଭିତରେ ଲୋକଙ୍କ ଭିତରୁ ତ ଖାଇବା ନେଇ ଆସିଛୁ ये देखो ये कोठू आनिली माने ये केते कोण हेइछि केते लोक खाउछंती ए देखुनो देखो छतु तरकारी छेना तरकारी एगुडा कोन बा खासी मांस कुकुडा मांस केते प्रकार हेइछि आसिलो एठी बसी खाइ दियो ସଙ୍ଗାତ ସଙ୍ଗାତ ଏ ସଙ୍ଗାତ ତୁ ସେଇଠି ବସିକି ଖା ମତେ ଭାରି ଜୋରେ ଭୋକ ହେଲାଣି ରେ ସଙ୍ଗାତ ମୁଁ ଟିକେ ସେପଟେ ଖାଇଦେଇ ଆସୁଛି ସଙ୍ଗାତ ତୁ ବସିକି ଖା ମୁଁ ସେପଟେ ଖାଇକି ଆସୁଛି ସଙ୍ଗାତ ଆଲୋ ସତ୍ୟା ବୁଝିଲୁ ନା ମୋ ରଜତ ଭାଇଟା ସେମିତି ଭାଇ ଭଲ ଦେଖୁନି ତା ପୁଅକୁ ଦେଖିଲା ଏ ମୋ ଜାଣିଛ? ପାଇଁ ଖାଦ୍ୟ ଦେଇ ଦେଇଛି कोण कहला ହଁ। मु से कोटे ठिया आइतली मते कहला बोऊ तू आइचु मु कहली हां ना खाइलुनी मु कहली नाही गोटे लोक को डाकिला कहला एठी क्या ये मो बोऊ ताको भीतर नहीं खाइबा को दे ହଁ मु खाइली। କହିଛୁ ବୋଲ हो बा कहला आउ तो मो भाई नहीं आसली ହଁ ତୁ ତା ବୋଉ ତତେ ଖୁଆଇ ଦେଇଦବା ଖାଇଗଲା ବୁଝିଲୁ ସତ୍ୟା ମୋ ଭାଇଟା ସେମିତି କାହା ଭଳିଆ ନବ ତା ଭାଇ ଯାଇକି ତୋ ହାତରେ ଖାଇବା ଅଛି ସତ୍ୟା ତମମାନଙ୍କୁ ଏତେ ମନା କଲା ପରେ ବି ତମମାନେ ଏଠିକି ଆସିଛ କଣ ଭାବିଛ ତମମାନେ ମୁଁ ଏଠି ବେଜିତ ହୁଏ ଏ ଲୋକମାନେ ମତେ ଏଠି ଛି ଚାକର କରନ୍ତୁ ରଜତରେ ତ ଭାଇ ସକାଳଠୁ କିଛି ଖାଇ ନାହାନ୍ତି ସାବେ ଖାଇ ସାରନ୍ତୁ ତାପରେ ଦି ଭାଇ ବସେ କଥା ହବ ଆଉ କଣ ହେବା ଖାଇଦେଲେ ଖାଇବା ପାଇଁ ଯଦି ମରି ଯାଉଥିବ ତାହେଲେ ମତେ କହିଲନି ଟ୍ରକରେ ଖାଦ୍ୟ ଭର୍ତ୍ତି କରି ପଠେଇ ଦେଇଥାନ୍ତି ଛି ଖାଦ୍ୟଟା ତମ ପାଇଁ ବଡ ହେଇଗଲା ମୋ ପ୍ରେଷ୍ଟିଜଟା ବଡ ହେଇଗଲାଣି ଅଧ୍ୟ ଦେଖାଉଛନ୍ତି ଖାଦ୍ୟ ଯେତେ ଶୀଘ୍ର ପାରୁଛ ଜାଗା ଛାଡି ଚାଲି ଯାଅ ଆମେ ଆହାର ପର୍ଯ୍ୟନ୍ତ ନ ରହିଲେ ତୋ ଶ୍ୱଶୁର ଆମକୁ ପଇସା ଦେବନି ମୋ ପାଇଁ ମୋ ପାଟିଟା ବନ୍ଦ ହେଇଯିବ କେହି ପଇସା ପାଇବେନି ତାମାନେ ନାଇଁ ଆମେ ଏଠି ବରଯାତ୍ରୀ ହେଇ ଆସିଲୁ କଥା କଣିକି ତୋ ଭାଇ ଢୋଲ ବଜେଇବାକୁ ଆସିଛନ୍ତି ଆଉ ମୁଁ ଲାଇଟ୍ ମୁଣ୍ଡେଇକି ଆଇଛି ତୁ ଜମା ବ୍ୟସ୍ତ ହୋ ନା ଏଠି ଆମକୁ କେହି ଚିହ୍ନିବେନି ଆମେ କାହାକୁ ଚିହ୍ନା ଦବୁନି କେହି ଜାଣିବେନି ଆଉ କେମିତି ଚିହ୍ନା ଦେଇଥାନ୍ତୁ ଏତେ ଲୋକଙ୍କ ଭିତରେ ପଶି ଯେତେବେଳେ ଖାଦ୍ୟ ଆଣି ସାରିଲଣି ଭାବୁଛ ତମକୁ କିଏ ଦେଖିନଥିବେ ଆରେ ରଜ ମୁଁ ସେ ଖାଇବା ଲୋକକୁ ଯାଇନଥିଲି ଭାଉଜ ଯାଇଥିଲା ସେଠିକି ମୁଁ ସକାଳୁ କିଛି ଖାଇନଥିଲି ତ ବୋଉ ଛି 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 ତୁ ବି ପ୍ରମାଣ କରିଦେଲୁ ଭିକାରୀର ସ୍ତ୍ରୀ ଭିକାରୁଣୀ ଏଇଭଳିଆ ବେଶ ପୋଷାକ ଭିତରୁ ଗଲୁ ତତେ ଟିକେ ଖରାପ ଲାଗିଲାନି ଆରେ ତରୁଣ ଯଦି ଦେଖିଥାନ୍ତା ପଚାରିଥାନ୍ତା ତୁ ବର ପକ୍ଷ ନା କନ୍ୟା ପକ୍ଷ ଆରେ ତମେ ତ ସିଧାସଳଖ ମୋ ନା କହିଦେଇଥାନ୍ତ ଓ ମାଇ ଗଡ୍ ମୁଁ ଦେଖୁଛି ତମମାନଙ୍କର ସାହସଟାକୁ ମାନିବାକୁ ପଡିବ ତମମାନଙ୍କୁ 5 ମିନିଟ୍ ସମୟ ଦେବି 5 ମିନିଟ୍ ଭିତରେ ଜାଗା ଛାଡ଼ିକି ଯାଅ ଦରୁଆନ ମାରିକି ବାହାର କରି
ଦେଖିଲି ଗୋଟେ ଲୋକ ଖାଇ ଜାତିକି ଫୋପାଡ଼ି ଦଉଛି। ମୋ ଦି ଜଣଙ୍କ ପେଟ ବୋହିଯିବ। ଦିଟା ପତର ଉଠେଇ ଆଣିଲି, ଗୋଟେ ମୁଁ ଖାଇଲି, ଆଉ ଗୋଟେ ହେଲେ ସେଇଥିପାଇଁ ପତର ସାରା କଣ୍ଟା ଘାସ ବୋଲି କିଛି ନାହିଁ। ଆମ ଭବିଷ୍ୟତର ଆଶା ବାଡ଼ି ଏଇ ରଜତନା। ମଣିଷ ବଦଳି ଯାଏ ଏ କଥା ଏମିତି ଭାବରେ ବଦଳି ଯାଏ ଏ କଥା ମୁଁ ସତରେ ବି ଭାବିନଥିଲି। ପିଲାବେଳେ ତାକୁ ମେଳଣ ଦେଖିବା ପାଇଁ ମୋ କାନ୍ଧରେ ବହି ବହି ନାଏ ମେଳଣ ଦେଖିବାକୁ। ଫେରିଲା ବେଳେ ସେ କଣ କହେ ଜାଣୁ ସତ୍ୟ? ହେ ଭାଇ, ମୁଁ ବଡ ହେଲେ ତୋ ପାଇଁ କଣ କରିବି? ମୁଁ କହିଲି ଏ ଟୋକା, ଆରେ ତୋର କିଛି କରିବା ଦରକାର ନାହିଁ। ମୁଁ ଯେତେବେଳେ ମରିଯିବି ମୋ ଶବକୁ କାନ୍ଧରେ ବୋଇ ତୁ ମଶାଣିକି ନେଇଯିବୁ। ହେଲେ ସେ ଟୋକା ତ ମୁଁ ବଞ୍ଚିଥାଉ ଥାଉ ମାରିଦେଲା। ଯେତେବେଳେ ଏ ଘରକୁ ବୋହୂ ହେଇ ଆସିଲି, ଘରରେ ମୋ ପାଖକୁ ଆସୁନଥିଲା। ଗୋଟେ କୋଳରେ ଠିଆ ହେଇ ଚୁଳୁ ଚୁଳୁ କରି ଚାହୁଁଥିଲା। ହାତ ଠାରି ପାଖକୁ ଡାକିଲି, ପାଖକୁ ଆସିଲା। କେତେ ଗେଲ କଲା ପରେ କହିଲା, ତୁମର କଣ? ମୁଁ କହିଲି ବୋଉ। ହେଇଗଲା। ଖୁସି ହେଇ କୋଳକୁ ଉଠେଇ ପଡ଼ିଲା। ଡାକ ତୋର ହବ ବୋଲି କହିଲା। ସେଇଥିପାଇଁ ମୁଁ ସାନ ଭାଇ ଭଉଣୀ ଦିଟାକୁ ମୂର୍ଖ କରିଦେଲି। ତା ବୋଉଟାକୁ ମତେ ଏମିତି ପାଗଳ କରିଦେଲା ଯେ ଡାକ ତୋର ଗୋଟା ଯାଇ ନିଜକୁ ପାଞ୍ଚ କରିଦେଲେ। ତୁ କାନ୍ଦୁଛୁ କାହିଁ କହିଲ? ଆଜି ପୁରା ଆମ ରଜତର ବାହାଘର। ଏ ଦେଖୁନ, ରଜତଟା କେମିତି ବେଦିରେ ବସି ବାହା ହଉଛି। ଆରେ ଏ ସତ୍ୟ, ପୁଅ ବାହାଘରରେ ମା କାନ୍ଦିଲେ ପୁଅର ଅମଙ୍ଗଳ ହବ ନା। ମତେ କହିଲ, ଆମେ ଯାହାକୁ ବେଶୀ ଭଲ ପାଉଛେ ସିଏ ଆମଠୁ ଦୂରେଇ ଯାଉଛି କାହିଁକି? ଏ ସତ୍ୟ, ଗୋଟେ କାମ କରିବା, ଆଜିଠୁ ଆମେ ଦୁଃଖକୁ ବେଶୀ ଭଲ ପାଇବା। ଦେଖିବ, ସିଏ ବି ଆମଠୁ ଦୂରେଇ ଯିବ। ଦୂରେଇ ଯିବ ନା? ହସି ଦିଏ, ହେଲେ ହସି ଦେଲେ ଆଖିରୁ ଲୁହ ଶୁଖିଯାଏ, ହେଲେ ହସି ଦେଲେ ଦୁଃଖ ଘୁଞ୍ଚି ଦିଏ। ହସେଲ ସତ୍ୟ, ହେଲେ ହସେ, ହସେଲ ସତ୍ୟ, ହେଲେ ହସେ।
ଏକୁଟିଆ ବେଳେ ଆସ ଏ ଗହଳି ଭିତରେ ଲୋକଙ୍କ ସାମ୍ନାରେ ଆସି ତୁ ମତେ ପରିହାସର ପାତ୍ର କରନା ମୋ ପିଠି ଚାପୁଡ଼ି ଦେଇ ଲୁହ କହିଲା କଣ କରିବି ବନ୍ଧୁ ଏତେ ଗହଳି ଭିତରେ ମୁଁ ତତେ ଏକ ଦେଖୁଛି ତ ନସି ରହିପାରୁନି ଶୁଣିଲ ନା ଲୁହ ଠିକ କହୁଛି ମୁଁ ଏକା ଏ ମରୁଭୂମିର ନିର୍ଜନତାରେ ଏକା ଏ ମେଳାର ଗହଳି ଭିତରେ ବି ଏକା ଏ ରୁଦ୍ର ମହାପାତ୍ର ଏକାକୀ ମଦର ବର୍ଷା ଶୁଣ ଆରେ ତମେ ଆସୁ ଦେଖିଛ ମୋ ଅପାର ବାହାଘର ସ୍କୁଲ ହାଳ ଭିତରେ ଏକ ଉତ୍ତପ୍ତ ମନ ନେଇ ଏ ରୁଦ୍ର ଆଜି ବି ତମକୁ ମନେ ପକଉଛି ଏ ଅନ୍ଧ ନିସ୍ତବ୍ଧ ନିରବତା ଭିତରେ ତମେ ବି ମୋ ପାଖରେ ଅଛ ଆସ ଶୁଣ ଆରେ ଆସ ମୋ ସ୍ୱପ୍ନକୁ ସ୍ମୃତିର ରଜନୀଗନ୍ଧରେ ମହକିତ କର ଆସ ଶୁଣ ଆରେ ଆସ ସତରେ କଣ ତୁ ରାମଣିଷ ପାଲଟି ଗଲୁ ଆରେ ତୋ କଣ ବୁଦ୍ଧି ସୁଦ୍ଧି ବୋଲି କିଛି ନାହିଁ ଆରେ ତୁ ଏମିତି କଣ କରୁଛୁ ରୁଦ୍ର ମଣିଷର ଦେହ ଛାତିଟା ପଥର ମମି ସକାଳୁ ଏଯାଏ ମୁଁ ଦେଖୁଛି ତୁ ଖାଲି ପିଉଛୁ ଆଉ ପିଉଛୁ ତୁ ମୋ କଥା ଚିନ୍ତା କର କିଛି ହବନି ମମି ଯେତେ ଥର ନୂଆ ବୋତଲଟେ ଖୋଲୁଛି ସେତେ ଥର ଈଶ୍ୱରଙ୍କୁ ସ୍ମରଣ କରୁଛି ତୁ ପରା କହୁ ଈଶ୍ୱରଙ୍କ ନାଁ ନେଲେ ବିଶ୍ୱ ବି ଅମୃତ ହେଇଛ ଆଉ ଏ ତ ସାମାନ୍ୟ ମନ ଛି 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 ଭଗବାନଙ୍କର ଆଣେ ତୁ ଏତେ ବଡ଼ କଥା କହିବାକୁ ତତେ ଟିକେ ସଂକୋଚ ଲାଗୁନି ଜାଣିଛୁ ଏମିତି କଥା କହି ତୁ କେତେ ବଡ଼ ପାପ କରୁଛୁ ଜାଣିଛୁ କଣ ତ ଭଗବାନ ରାଗିବେ ମମି ସେ ପ୍ଲାନ୍ଟା ବି ମୁଁ କରିସାରିଛି ମମି ମୁଁ ଯଦି କେବେ ମରିଯାଏ ମୋ ଶବ ସହିତ ଗୋଟାଏ ବୋତଲ ଲୁଚେଇକି ଦେଇଦେବୁ ଆଉ ମୁଁ ତ ପିଇବିନି ହେଲେ ତ ଭଗବାନ ଯେତେବେଳେ ମତେ ପାପ ପୁଣ୍ୟର ହିସାବ ମାଗିବେ ଦୀପ ଢାଳି ଦେଇଦେବି हेलो चिक डीजे बुझलु हणजा तो पूरा डीजे वाला रे न देसी बोतल रे पूरा विदेशी बुद्धि ଭାଇ ମୁଁ ତ କହି କହି ଥକି ଗଲିଣି ଏବେ ତମେ ଟିକେ ତାକୁ ବୁଝ ଆରେ ମୁଁ ତ ସେ କହୁଛି ଟିକେ ବୁଝ ଆରେ କେହି ତ ଜଣେ ବୁଝ ମୁଁ ଭୁଲି ଯାଏ ତାକୁ ଭୁଲି ଯାଏ ତା ଚେହେରା ତା ସ୍ମୃତି ତା ଭଲ ପାଇବା ହେଲେ କେହି ତ ବୁଝଉନ ଯିଏ ବୁଝଉଛି ମୁଁ ତାର ସାହାରାନର କ୍ଷତି କଣ अरे किए से ଏଇ ମଦ ବାହାନା ପ୍ରତ୍ୟେକ ମଦ୍ୟପ ମଦ ପିଇବା ପାଇଁ ଏମିତି ଗୋଟେ ଗୋଟେ ବାହାନା ଖୋଜନ୍ତି ବାହାନା ଆରେ ଆଜି ତ ଭଉଣୀର ଫୋର୍ଥ ନାହିଁ ଶହ ଶହ ଗେଷ୍ଟ ମାନଙ୍କର କଥା ନ ବୁଝି ତୁ ଏଠି ଏଠି ବସି ମଦ ପିଇକି ବାତାର ହଉଛୁ ବାତାର ମୋ ଅପା ଆଇ ମିନ୍ ତମ ଝିଅ ମନୀଷର ବାହାଘର ଡାଡି ମୋର ତମକୁ ଗୋଟାଏ ପ୍ରଶ୍ନ ତମେ କଣ ଏ ବାହାଘରରେ ଖୁସି
ଏମିତି ନୀରବ ହେଇ ଠିଆ ହେଇଛ କାହିଁକି? ମୋ ପ୍ରଶ୍ନର ଉତ୍ତର ଦିଅ। ବୁଝିଲୁ ଭଣଜା, ଏକା ତ ଦାଦି କାହିଁକି ଏଇ ବାହାଘର ପୁରା ଆମେ ସମସ୍ତେ ଖୁସି। ଆସିଦେଲେ କେହି ଖୁସି ହେଇଯାଏନି ମାମୁଁ। ହସରେ ଯଦି ଓଜନ ଥାନ୍ତା ତାହେଲେ ଜାଣି ହୁଅନ୍ତା କେତେ ଓଜନ ହସିଲେ ଜଣେ ଖୁସିରେ ହସେ ଆଉ କେତେ ଓଜନ ହସିଲେ ଜଣେ ଦୁଃଖରେ ହସେ। କେହି ନ ଜାଣିଲେ ବି ମୁଁ ଜାଣିଛି ମାମୁଁ। ତମ ହସର ଓଜନ କହୁଛି ଏ ହସ ଆଦୌ ଖୁସିର ହସ ନୁହଁ, ବାଧ୍ୟକତାର ହସ, ଲୋକ ଦେଖାଣିଆ ହସ। ହସର ଅଭିନୟ କରୁଥିବା ତମେ ଗୋଟାଏ ପ୍ରକୃତ ଅଭିନେତା। ତମ ଝିଅ ଭାବରେ ତମ ଆଦୌ ଖୁସି ନ ଗାଁ, ବରଂ ଗୋଟିଏ କଥା ଭାବି କାନ୍ଦୁଛ ଯେ ତମ ଝିଅ ମନୁଷ୍ୟ ତମ ମୁହଁରେ ଛେପ ପକେଇକି ମାରିଦେବି। ଶାଶୁ ମାରୁଥାଏ ବୋହୂକୁ, ବୋହୂ ଅଭିମାନୀ କାହାକୁ ମାରିବ? ମାରୁଥାଏ ଚୁଲି ମୁହଁକୁ। ଜାଣିଛ ତମେ ତମ ମନ ଭିତରେ ଚଳୁଥିବା ବୁଝିବାକୁ ଯାଇ ତମେ ମତେ ଗୋଟେ ପାଣି ଢାଳ ସଜଉଛ। ଏଇ ନ ଜାଣିଲେ ବି ମୁଁ ଜାଣେ ତମ ଚଳିବାର କାରଣଟା କଣ। କାରଣଟା ହଉଛି ତମ ଝିଅ ମନୀଷା ଗୋଟିଏ ଢୋଲିଆ ଘରର ବୋହୂ ହେଇଗଲା। ନେଇଯାଇଛୁ ମୋ ସନ୍ଧ୍ୟାରୁ, ନହେଲେ ଏଇଟା କହିକି ମାରିଦେବି। ତମରି ପାଇଁ ମୋ ହାତରେ ମଣିଷ ଭିତରେ ଗୋଟାଏ ଶବ। ହେଲେ ମନେ ରଖ ମାନଗୋବିନ୍ଦ ମହାପାତ୍ର, ଏ ସହର ପିଇବା ତମର ଅଳ୍ପ ଦିନ ବାକି। ডিজে ডিজে মন্ত্রী কথাটা কই দিয়ে যাইছি। ମୋ ଭଣଜାର ବୁଦ୍ଧିଟା ପୁରା ଡିଜେ ମାର୍କା। ମଦୁଆଟା ମଦ ନିଶାରେ କଣ କହୁଛି ସେ ନିଜେ ବି ଜାଣିପାରୁନି। ସେ କିଛି ଭୁଲ କହିନି ମଞ୍ଜୁ, ନିଶାରେ ଥିଲେ ବି ସେ ଠିକ କଥାଟା କହିଦେଇ ଗଲା। ଆଜି ସେ କହିଲା, କାଲି ଆଉ କିଏ କହିବ, ଧୀରେ ଧୀରେ ସମସ୍ତେ କହିବେ ଏ ମାନଗୋବିନ୍ଦ ମହାପାତ୍ର ଝିଅ ଗୋଟେ ଢୋଲିଆର ଭାଇକି ବାହା ହେଇଛି। ଆଉ ସେତେବେଳେ ବାଟରେ ମୁଣ୍ଡ ଟେକି ଚାଲି ପାରିବ ତ? ମୁଁ ବୁଝିପାରୁନି ସେ ଆମ ଭାଣଜୀ ମନୀଷାଟା ଏତେ ଥାର୍ଡ କ୍ଲାସ ବୁଦ୍ଧି କଲା କେମିତି? ଯଦି ବାହା ହେଲା ଆଉ ଗୋଟେ ଡିଜେ ବାଲାକୁ ସିନା ବାହା ହେଇଥାନ୍ତା। ଆଉ ତମ ବାପା ମା ଦିଟା କଥା ରାଜି ହେଇଗଲ? ଆରେ ଆମେ ରାଜି ହେଇନୁ, ବରଂ ବାଧ୍ୟ ହେଲୁ। କାହିଁକି? ଏଇ ବାହାଘର ନ କରିଥିଲେ କଣ ହେଇଯାଇଥାନ୍ତା? ବୁଝିଲ ମାନଗୋବିନ୍ଦ, ଝିଅଟାର ହାତ ଗୋଡ଼କୁ ବାନ୍ଧି ଘରେ ପକେଇ ଦେଇଥାନ୍ତା, ଆଉ ଦିଟା ଗୁଣ୍ଡ ଲଗାଇ ସେ ଟୋକା ପିଠରେ 10-12 ଡିଜେ ଡିଜେ ବଜେଇ ଦେଇଥାନ୍ତା। ଆମ ଝିଅ ଆଉ ଝିଅ ହେଇ ନଥିଲା, ସେ ଗୋଟେ କୋହଳା ନିଆଁ ପାଲଟି ଯାଇଥିଲା। ଲୁଚାଇ ରଖିଥିଲେ ଘରେ ନିଆଁ ଲାଗିଥାନ୍ତା। ନିଆଁ ଆର ସେ କଥା ଯାହା ତ ହବାର ହେଇଗଲାଣି, ସେଇ କଥାକୁ ଚିନ୍ତା ନ କରି ଏବେ ଭବିଷ୍ୟତ କଥା ଚିନ୍ତା କର। ଘରେ ଗେଷ୍ଟ ମାନେ ଅଛନ୍ତି, ସେମାନେ କେମିତି ଭଲରେ ଭଲରେ ବିଦା ହେବେ, ଆଗେ ସେଇ କଥାଟା ତମେ ଚିନ୍ତା କର। ମାନଗୋବିନ୍ଦ, ରୁଦ୍ରଟା ସିନା ମଦଟା ବୋଲି ତା ପାଟିଟାକୁ ଚୁପ୍ କରିଦେଲ। କାଲି ଯେତେବେଳେ ତମ ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ପଚାରିବେ ସେତେବେଳେ କଣ କହିବ? ରଜ ଟାଇଟାକୁ ମାରିଦେବି। ନାଇଁ 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 ନାଇଁ, ବୁଝିଲ ମାନଗୋବିନ୍ଦ, ଏ ଟାମ୍ବରା କାଉଟା ମୁଣ୍ଡରେ ବସିଲା ବୋଲି ତମ ମୁଣ୍ଡଟାକୁ କାଟିଦବ? ଆରେ ତମ ଝିଅଟା ବିଧବା ହେଇଯିବ ଯେ। ବିଧବା? ଦରକାର ପଡ଼ିଲେ ବିଧବା ଝିଅକୁ ନିଜେ ଆଣି ପୋଷିବି। ହଁ ମୁଁ ବୁଝିପାରୁନି ଆମ ମନୀଷାଟା ଏମିତି ଗୁରୁ ଚଣ୍ଡାଳ ବୁଦ୍ଧି କଲା। ମନୀଷାର କିଛି ଭୁଲ ନାହିଁ, ସବୁ ଭୁଲ ସେଇ ରଜତ ନାୟକ। ଡକ୍ଟର ପାଠ ପଢିନି ଯେ
औकात बाहर को चली जाई। ଆଚ୍ଛା ମାନ ଗୋବିନ୍ଦ ସେ ଏମିତି କ'ଣ କଲା ଯେ ତମେ ସେ ରଜତଡ଼ା ସାଥିରେ ତା ବାହାଘର ଠିକ କରିଦେଲ? ଶୁଣିବ? ହଁ ତାହେଲେ ଶୁଣ। ରଜତଡ଼ାର ରକ୍ତ ଖରାପ ବୁଝିଲ ମାନ ଗୋବିନ୍ଦ। ସେ ଯେମିତି ତମ ମାନ ସମ୍ମାନକୁ ମାଟିରେ ମିଶାଇ ଯାଇଛି ତମେ ବି ସେମିତି ତା ପରିବାରଟାକୁ ବର୍ବାଦ କରିଦିଅ। ଖାଲି ପାରିପାରୁନ। ମୁଁ ସେ ରଜତ ନାୟକଟାକୁ ଏମିତି ଅଣନିଶ୍ୱାସୀ କରିଦେବି ଯେ ବଞ୍ଚିବା ଅପେକ୍ଷା ମରିବାକୁ ସେ ବହୁତ ଭଲ ପାଇବ। ନଚା ବାଧ୍ୟ ହୋଇ ଆତ୍ମହତ୍ୟା କରିବ। ତମ ସେ ରଜତ ନାୟକଟାକୁ ନଚାଅ। ମୁଁ ତେଣେ ତା ଭାଇ ଶଙ୍କର ନାୟକ ନାକରେ ଦୌଡ଼ି ଲଗେଇ ଝିକି 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 ଡିଜେ ବଜେଇ ଦେବି। ଆରେ ତାରି ଯୋଗୁ ମୋ ଡିଜେ ବାର୍ତ୍ତା ମାନ୍ଦା ହେଇଗଲାଣି। କାରଣ ଭାଇ ତା ପରିବାରଟା ବର୍ବାଦ ହେବା ନିହାତି ଦରକାର। ହବ ନିଶ୍ଚୟ ହବ। ବୁଝିଲ ମାନ ଗୋବିନ୍ଦ ଏ ସ୍ଥାନ ପରିତ୍ୟାଗ କରିବା ନିହାତି ଦରକାର। ଏହି ପାଖ ରୁମ୍ଟା ଝିଅ ଜୁଇଁଙ୍କର। ତା ଛଡ଼ା ଆଜି ହେଉଛି ଚତୁର୍ଥୀ। ଏଠି ପାଟିତୁଣ୍ଡ କଲେ ଅସୁବିଧା ହେଇଯିବ। ଚାଲନ୍ତୁ ପରିତ୍ୟାଗ କରିବା। ଆସ ତାହେଲେ ନାରାୟଣ ଭାଇ ଆସ।
ଅନିଶା ଆସ୍ତେ ଏଇଟା ହଉଛି ଗୋଟାଏ ଭକ୍ତ ଲୋକର ଘର ଘରେ କେତେ ଭିଆଇପି ଗେଷ୍ଟ ଫୋର୍ଟନାଇଟରୁ ଭିତରୁ ବର କନ୍ୟା ଏମିତି ପାଟିତୁଣ୍ଡ କଲେ ସେମାନଙ୍କର ଭାବି ଏଥର ଚିନ୍ତା କରିପାରୁଛ ତମେ ଯୋଉଟା କହୁଛ ସେଇଟା ତମେ ଠିକ ଭାବି ପାରୁଛ ତ? କଣ କଲି ମୁଁ ମୁଁ ତ କାହିଁ ସେମିତି କିଛି କରିନି ମୁଁ ସେଇଆ କରିଛି ଯାହା କରିବା କଥା ଆଜି ଆମର ଫୋର୍ଥ ନାଇଟ୍ ତମେ ମୋ ସ୍ତ୍ରୀ ମୁଁ ତମ ସ୍ୱାମୀ ଅଥଚ ତମେ ଧକ୍କା ମାରିଲି ମନିଷା କେଇଆ ନା ରଜତ ଚମ୍ପା ଗଛର ଚମ୍ପା ଫୁଲ ଫୁଟିଲେ ଯେମିତି ଦେଖାଯାଏ ପୁକଶୃଙ୍ଗା ଫୁଲ ଫୁଟିଲେ କଣ ସେମିତି ଦେଖାଯାଏ What do you mean? I mean to say ପାଦ ତଳର ଚପଲ ତମେ ପାଦ ତଳେ ରହିବାକୁ ଚେଷ୍ଟା କର ମୁଣ୍ଡ ଉପରକୁ ଉଠିବାକୁ ଚେଷ୍ଟା କଲେ କାଟିଦେବି ତ ପୋଡ଼ିଦେବି ଆରେ ମୁଁ ତମକୁ ବାହା ହେଇଛି ତମେ କିନ୍ତୁ ଜାଣିଛ ମୁଁ କାହିଁକି ବାହା ହେଇଛି କଣ ପାଇଁ ବାହା ହେଇଛି କୋଉ ପରିସ୍ଥିତିରେ ପଡ଼ି ବାହା ହେଇଛି ନିଶା ତାମାନେ ନଈ କୂଳରେ ବସିବ ଛାତି ତଳର ଶୋଷ ବର୍ଷାକୁ ଦୂରରୁ ଦେଖିବ ଆମର ଇଚ୍ଛା ସୁଖ ସ୍ୱପ୍ନ ସେସବୁ ତମେ କବର ଦେଇ ବଞ୍ଚିବାକୁ ପଡ଼ିବ ବସ୍ କହିଲେ ଉଠିବ ନିଶା ମୋ ବସ୍ କହିଲେ ବସିବ ଆଉ ଯୋଉଦିନ ମୋ କଥାରୁ ଟିକେ ବି ଏପଟ ସେପଟ ହବ ସେଦିନ ତମେ ଏକା ନୁହଁ ତ ପରିବାର ସମସ୍ତଙ୍କୁ ମୁଁ ପାଉଁଶ ଗଦା କରିଦେବି ମନୀଷା ପ୍ଲିଜ ମନୀଷା ଶୁଣ ତମର ମୁଁ କୌଣସି କଥାକୁ କେବେ ଅମାନ୍ୟ କରିଛି তুমি যেତେବେଳେ ଯାହା କହିଛ ମୁଁ ତମର ସବୁ କାମ କରିଛି କେବଳ ସେ ପାପର ପ୍ରାୟଶ୍ଚିତ ପାଇଁ ମୁଁ ତମ ପାଖରେ ମରି ମରି ବଞ୍ଚୁଛି ହେ 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 ମନୀଷା ପ୍ଲିଜ ପ୍ଲିଜ ମନୀଷା ତମେ ମତେ କ୍ଷମା କରିଦିଅ ମନୀଷା ଆଇସେ ତମକୁ ମୁଁ ଥରେ ନୂଆ ହଜାର କହିଛି ସେଦିନର କଥା ମୋ ଆଖି ସାମ୍ନାରେ ତମେ କେବେ ବି କହିବନି ତମେ ସେଦିନର କଥା ମୋର ମନେ ପଡ଼ିଗଲେ ମୋ ରକ୍ତ ପିଆ ପତିରେ ନିଆଁ ଲାଗି ଯାଉଛି ଇଚ୍ଛା ହଉଛି ତମ ତଣ୍ଟି ଘୋଡ଼ା କରି ତମ ରକ୍ତ ପିଇବାକୁ ଶୁଣା ତମକୁ ଆଉ ଥରେ ମୁଁ ଭଲ ଭାବେ ବୁଝେଇ ଦଉଛି ଯଦି ବଞ୍ଚିବାକୁ ଇଚ୍ଛା ଅଛି ତାହେଲେ ମୋ ଇଚ୍ଛାରେ ବଞ୍ଚିବାକୁ ଚେଷ୍ଟା ନିଜ ଇଚ୍ଛାରେ ନୁହଁ ଓକେ କୁଆଡ଼େ ଯାଉଛ ବେଡରୁମରେ ଶୋଇବ ନୁହଁ ଗୋ ବ୍ୟାକ୍ ଗୋ ବ୍ୟାକ୍ ଗୋ ତମେ ଯଦି ବେଡରୁମରେ ଶୋଇବ ତାହେଲେ ବାଲକୁନିରେ ଶୋଇବ କିଏ ମୁଁ ବାଲକୁନିରେ ଶୋଇବି ତମେ କଥା ଚିନ୍ତା କରିପାରିଲ କେମିତି ବାଲକୁନିକୁ ଯାଅ ବାଲକୁନିକୁ ଯାଅ ବାଲକୁନିକୁ ଯାଅ শঙ্করা এই শঙ্করা ঘরে আছো কি এ শঙ্করা
आए घरे के नहांती बोधे यही समय घर भीतर पशिकी डीजे बजे देवी की हेलो चिक हेलो चिक हेलो चिक डीजे 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 हेलो चिक डीजे डीजे शंकरा अरे शंकरा अरे कुआड़े गलु डीजे 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 बुढ़ी नहीं एमती था किलो शंकरा घरे नाही कि नहीं कोल को जाइछंती हेले सकाळे फेरी आसबा कथा कहीं एपर्यंत फेरी नांती न थाऊ ता सहित मोर किसी संपर्क ना तू दबा लोक आउ मु नबा लोक तू दबु मु नेबी आउ माने कथा कौन कि आज की डेट जाइथिला 5 वर्ष होलानी 20,000 टंका नैथिला आ सुधमूल हिसाब कले 58,000 होलानी टंका आम पाखे कहीं मौसा सुध दबा आम अक्षम सुध मूल दीटा जाक आम कौटू आणबू मौसा आउ किछि दिन समय दियंतु मु आपण टंका सुझी देबी किछि दिन कौन किछि दिन कह जाए पूरा 5 वर्ष होलानी टंका नैथिला भाई को पाठ पढ़ेगा पाई भाई पाठ पढ़ी डाक्तर होई ता बात काटिला हेगे आज नदेले आगु को देबार चांस नहीं सेमती कहनी कथा कौन कि रूपा कौ गोटे ऑफिस रे चाकरी करिछि आकर्षण को भी कौटी गोटे काम करने को जाइछि एते जण रोजगार कले आमे कोन आपण टंका सुझी दबुनी सुझिबो आ तम मानुस नाटी रहिले सुझिबो घर दियो बंधा पकई बैंक रु टंका आनिथिलो बैंक वाला कहतली मास भीतर टंका देले घरटा नीलाम हे आ तो टंका देले सिना तमे ती रहिले सिना आइलो आलो ए आज जदी टंका न देबू ताले घर चुलची के भी छाड़बी ना सब लोडिंग करबी मो घर को चल नहीं मौसा सेमती कहनी मौसा जदि जदि बैंक वाला आम घर द्वार निलाम करते ए समय आप साहाଯ୍य करने कथा जदि बैंक वाला आम घर द्वार निलाम करेंगे आम रही कौटी बचबू केमी खाइबू कौन डीजे डीजे अरे गोटे बाट अच्छी एटे गोटे बाट अच्छी तू जदि पारिबू ताले से समाधान हो जिवो कहतु जदि से काम कले घर द्वार निलाम हेनी ताले से काम जिते कठिन होते जिते कष्ट होले भी आंको कहबे से निश्चय करेंगे टांके डीजे डीजे आ टांके ना टांके पारिबनी तू पारिबू आ ना ये पारिबनी पारि मौसा पारिबी ना तू पारिबनी पारिबी मौसा ए घर द्वार मुकुलिबा पई आपण जहा कहबे मु सब पारिबी मौसा तू पारिबू आज्ञा सतरे पारिबू ओ पारिबी सतरे पारिबू ओ पारिबी डीजे डीजे आसिलो आम पाखु आसुन माने हे अरे आसिले सिना कहबी आ लाज करना बा ए आउ के पाखु आसुन डीजे डीजे सब छाड़ देबी लो ए आ दिन टंका सब नी लेबो सब
ଭାଉଜ ଦେହରେ ହାତ ଯାଇଛୁ ମାରିଦେବେ ସାନ ଭାଇ ଯାହା କରୁଛି ଠିକ କରୁଛି ଭାଇ ଏଟାକୁ ଜୀବନ ମାରିଦେବା କଥା ଆଉ ଏଟା ଯାହା କରୁଛି ତମେ ଶୁଣିଲେ ଏଟାକୁ ଜିଅନ୍ତା ମାରିଦେବ ବେଶୀ କଥା କହୁଛି ମଉସା ମଉସା ଏମାନେ ପିଲା ଲୋକ ତାଙ୍କୁ ଟିକେ କ୍ଷମା କରିଦିଅ ମଉସା ଏମାନେ ପିଲା ଲୋକ ତମେ ତାକୁ କ୍ଷମା କରିଦିଅ ମଉସା କ୍ଷମା କରିଦିଅ ନା ଟାଣୁନି ତାର ଛିଣ୍ଡେଇ ଦେଲା ବାଡେଇ ଟାଣୁନି ତାର ଛିଣ୍ଡେଇ ଦେଲା ମୋର ଆଉ ଟାଣୁନି କହିଲା ପିଲା ଲୋକ ଗଙ୍ଗା ଗଲି ଅଛି ଫଳ ପାଇଲି ସେତିକି ନାଇଁ ଦେଖାନା ଆଉ ଦେଖାନା ମୋ ଡିଜେ ପୁରା ଖରାପ ଆଉ ତୁ ଦେଖାନା ଆଜି ଯେମିତି ହେଲେ ଟଙ୍କା ଦବୁ ତା ନହେଲେ ଡିଜେ ବଜେଇ ତୋ ସ୍ପିକର ପଠେଇ ଦେବି ତମେ କଣ ଶୁଣିଲ ମଉସା ବ୍ୟାଙ୍କରୁ ନୋଟିସ ଆସିଛି 8 ଦିନ ଭିତରେ ଯଦି ଆମେ ଟଙ୍କା ନ ଶୁଝି ପାରୁଛେ ତାହେଲେ ମୋ ଗୋରଡିଆଟା ନିଲାମ ହେଇଯିବ ମଉସା ଆଉ ଥରେ ଟଙ୍କା ଦେଇକି ମାଡ ଖାଇବି ମାଡ ଆମର ଭୁଲ ହେଇଯାଇଛି ମଉସା ଏଇ ଥରକ ପାଇଁ ଆପଣ ଆମକୁ କ୍ଷମା କରିଦିଅନ୍ତୁ ନାଇଁ ଭାଉଜ ବଡ ଭୁଲ ଅମଣିଷ ପଶୁ କରିছে ଚନ୍ଦ୍ର ବହୁତ ବଡ ବଡ କଥା କହୁଛି ମଉସା ମଉସା ଏମାନେ ତମକୁ ହାତରେ ମାରିଛନ୍ତି ନା ତମେ ତାଙ୍କୁ ଶାସ୍ତି ଦିଅ କେହି ପ୍ରତିବାଦ କରିବେନି ନାଇଁ 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 ତୁ ମତେ ବୋକା ଭାବିଲୁ ତତେ ଗୋଟେ ମାରିଲେ ତମେ 4 ଜଣକ ମିଶିକି ମତେ ଡିଜେ ବଜେଇଦବ ପ୍ରତିବାଦ କରିବେନି ମଉସା ତମମାନଙ୍କୁ ମୁଁ କହି ଦଉଛି ଯୋଉଠି ଠିଆ ହେଇଛ ସେଇଠି ଠିଆ ହେଇଛ କିଏ ବି ହଲିବନି ତମ ମାନଙ୍କୁ ମୋର ମଉସା ସେମାନେ ତମକୁ ହାତରେ ମାରିଛନ୍ତି ନା ସେମାନଙ୍କୁ ତମେ ଜୋତାରେ ମାର କେହି ପ୍ରତିବାଦ କରିବେନି ଜୋତାରେ ପିଟିବି ହାରେ ପିଟିବି ହେଇ ପିଟିଲି ଭାଇକି କାହିଁ ମାରୁଛନ୍ତି ମାରିବିନି
ତମେ ଧରିବଟି ସଙ୍ଗାତ ତମେ ତାକୁ କ୍ଷମା କରିଦବ ମୁଁ ତମକୁ ହାତ ଯୋଡ଼ି କ୍ଷମା ମାଗୁଛି ସଙ୍ଗାତ তুমি সেমিতি কুহনি সঙ্গাতুনি সে পরা মো সঙ্গাত ମୁଁ କଣ ତାକୁ କ୍ଷମା କରିବି ସେ ଆଜି ମତେ ମାଡ଼ ମାରିଲାନି ଯେ ପ୍ରମାଣ କରିଦେଲା ସେ ମତେ କେତେ ଭଲ ପାଏ ପୂର୍ବରୁ ମୋର ଟଙ୍କା ଦରକାର ଆଉ ଯଦି ନ ପାରୁଛୁ ତାହେଲେ ତୋ ସ୍ତ୍ରୀଟାକୁ ମୋ ପାଖକୁ ମଉସା ମଉସା କାଲି ରାତିରୁ ଖାଇଥିବା ଜ୍ୱରଟା ମୋର ଭଲ ହେଇଗଲା ହେଲେ ସତ୍ୟା ଏ ବଡ ଲୋକକୁ ଜୋତା ପାହାରେ ଔଷଧ ଅଛି ନା କଣ ମୁଁ ଯଦି ତାଙ୍କ କଥାରେ ରାଜି ହେଇଯାଇଥାନ୍ତି ଆଜି ଏମିତି ଦିନ ଦେଖିବାକୁ ପଡ଼ିନଥାନ୍ତା ସତ୍ୟା ଆଲୋ ତୁ ମତେ ପରିହାସ କରୁଛୁ ଆଲୋ ମୁଁ ମଣିଷ ନୁହଁ ଗୋଟେ ସ୍ୱାମୀ ନୁହଁ ମୁଁ ଗୋଟେ କଣ ଅଣପୁରୁଷ ସତ୍ୟ ମୁଁ କଣ କରିବି କହିଲ ମୁଁ ପୁରା ଗୋଟେ ନିରାଶ୍ରୟ ସତ୍ୟ ମଉସାକୁ ଯଦି ତାହେଲେ ସେ ପଇସା ପାଇଁ ଜିଦ୍ ଧରିଥାନ୍ତେ ଏତେ ପଇସା ମୁଁ କୋଉଠୁ ଆଣିଥାନ୍ତି କହିଲ ସବୁ ସେଇ ରଜତ ଭାଇ ପାଇଁ ତାରି ପାଇଁ ଜମି ବନ୍ଧା ପଡିଛି ତାରି ପାଇଁ ବ୍ୟାଙ୍କରୁ ଋଣ ଆସିଥିଲା ଏ ଭାଇ ଆମର ଏ ଘରଟା ନିଲାମ ହେଇଗଲା ପରେ ଆମେ ରହିବା କୋଉଠି ମୋ ପ୍ରଶ୍ନର ଉତ୍ତର ଦିଅ ଏ ଘରଟା ନିଲାମ ହେଇଗଲେ ଆମେ ଯିବା କୁଆଡେ ବୁଟକୁ ଯିବା କୋଉଠି ଖାଇବା କଣ କହୁନ ହେଲେ ତମେ ମାନେ ମତେ ପ୍ରଶ୍ନ ପଚାରୁଛ ମୁଁ ମତେ ତ ପ୍ରଶ୍ନ ପଚାରୁଛି ଆରେ ମୁଁ ତମ ନିଜକୁ ଉତ୍ତର ଦେଇପାରୁନି ତମ ମାନଙ୍କୁ କଣ ମୁଁ ଉତ୍ତର ଦେବି ମାନେ ତମର ଘରଟା ନିଲାମ ହେଇଗଲେ ଆମେ ରାସ୍ତା କଡ ବୁଟକୁ ଯିବା ଗଛ ମୂଳରେ ରହିବା ନାଇଁ ଭାଉଜ ନାଇଁ ଆଜିକାଲି ମଣିଷ ଗୁଡାକ ଯେମିତି ଏ ବଢିଲା ଝିଅଟାକୁ ନେଇ ଆମେ ଯିବା କୁଆଡେ ଆମେ କୁଆଡେ ଯିବାନି ଏ ଘର ଆମର ହେଇଥିଲା ଆମର ହେଇ ରହିବ ଏ ଘର ଆମଠାରୁ କିଏ ନେବେନି ଏ ଘର ଆମର ଥିଲା ଆମର ହେଇ ରହିବ ଚାଲ କହୁଛି ଏତେ ନାଟ ସିଏ ତ ଶୁଣିଲାନି ମୋ ରଜଟା ଶେଷରେ ଏମିତି ଭାବରେ ବଦଳିଯିବ ଏ
କଥା ମୁଁ ସ୍ୱପ୍ନରେ ବି ଭାବି ନଥିଲି। ସେଇଟା ମୋ ଭାଗ୍ୟ ଲୋ ସତ୍ୟା। ଜମା ନୁହଁ, ସବୁ କେବଳ ସେଇ ଝିଅଟା ପାଇଁ। ସେଇ ଝିଅଟା ମୋ ଭଲ ପୁଅଟାକୁ ଶିଖେଇ ବୁଝେଇ ଅମଣିଷ କରିଦେଇଛି। ଏ ମୁଁ ପୁଣି ମୋର ଜଗକୁ ଜାଣିନି। ଆରେ ଯାହାକୁ କାକେଇ କୁଳେଇ ମୁଁ ମଣିଷ କରିଛି, ସେ ଯେ ଏମିତି ଭାବରେ ମତେ ପର କରିଦବ ସ୍ୱପ୍ନରେ ବି ଭାବି ସେଇଟା ମୋ ଭାଗ୍ୟ। ଜମା ନୁହଁ, ତା ଜୀବନଠୁ ଅଧିକ ମତେ ଭଲ ପାଏ। ସେ ପୁଣି ମତେ ପର କରିବ? ନାଇଁ ନାଇଁ, ମୁଁ ବିଶ୍ୱାସ ଆରେ କରିପାରିବି। ସିଏ କଣ ମତେ ଭଲ ପାଉନଥିଲା? ମୋଠୁ କଣ ମନେ ପକେଇଲ ପିଲା ବେଳ କଥା? ଝାଳ ନାଳ ହେଇ ସ୍କୁଲରୁ ଆସି ମୋରି ଉପରେ ନାଉ ହେଇଯାଏ। ତମେ ସହିପାରନି, କହୁଥାଅ